ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ ବି କଟିବନି ଜୋରିମାନା। ଜାଣନ୍ତୁ କେମିତି ମିଳିବ ଏହି ସୁବିଧା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଲାଗୁଥିବା ଜୋରିମାନାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ସର୍ବଦା ଚିନ୍ତା ଲାଗି ରହିଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏହି ସର୍ବନିମ୍ନ ରାଶି ଏବଂ ଏହା ସହ ଜଡ଼ିତ ଚାର୍ଜ ନିଜେ ସ୍ଥିର କରିପାରିବେ। ତେବେ ଅନେକ ସରକାରୀ ବ୍ୟାଙ୍କ ଏହି ଜୋରିମାନା ହଟାଇ ଦେଇଥିବା ବେଳେ ଘରୋଇ ବ୍ୟାଙ୍କଗୁଡ଼ିକରେ ଏବେ ବି ନିୟମ କଡ଼ାକଡ଼ି ରହିଛି। ତେବେ ବ୍ୟାଙ୍କଗୁଡ଼ିକ କାହିଁକି ଜୋରିମାନା ଆଦାୟ କରନ୍ତି? ଏଟିଏମ୍, ମୋବାଇଲ ବ୍ୟାଙ୍କିଂ ଏବଂ ଗ୍ରାହକ ସେବା ପାଇଁ ବ୍ୟାଙ୍କକୁ ଅନେକ ଖର୍ଚ୍ଚ କରିବାକୁ ପଡ଼େ। ଏହି ସର୍ବନିମ୍ନ ବାଲାନ୍ସ ବ୍ୟାଙ୍କର ପରିଚାଳନା ଖର୍ଚ୍ଚ ବହନ କରିବାରେ ସହାୟକ ହୁଏ। ଆକାଉଣ୍ଟରେ ଉପଯୁକ୍ତ ରାଶି ରଖିବା ଦ୍ୱାରା ବାରମ୍ବାର ଜୋରିମାନା କାଟିବାରୁ ମୁକ୍ତି ମିଳେ ଏବଂ ଏହା ସଞ୍ଚୟ କରିବାର ଏକ ସୁସ୍ଥ ଅଭ୍ୟାସ ସୃଷ୍ଟି କରେ। ତେବେ ଆରବିଆଇ ନିୟମ ଏବଂ ଜିରୋ ବାଲାନ୍ସ ଖାତା କ'ଣ? ଜନଧନ ଏବଂ ବିଏସବିଡିଏ ଯଥା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ବେସିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟର କୌଣସି ମିନିମମ୍ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ। ନିୟମରେ କୌଣସି ପରିବର୍ତ୍ତନ ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଆଗୁଆ ଜଣାଇବା ଜରୁରୀ ଅଟେ। ପ୍ରମୁଖ ବ୍ୟାଙ୍କଗୁଡ଼ିକରେ ସର୍ବନିମ୍ନ ବାଲାନ୍ସର ନିୟମ କ'ଣ ରହିଛି? ସରକାରୀ ବ୍ୟାଙ୍କରେ ରିହାତି ରହିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ଭଳି ପ୍ରମୁଖ ସରକାରୀ ବ୍ୟାଙ୍କଗୁଡ଼ିକ ସର୍ବନିମ୍ନ ବାଲାନ୍ସ ନ ରଖିଲେ ମଧ୍ୟ ଗ୍ରାହକଙ୍କ ଠାରୁ ବର୍ତ୍ତମାନ କୌଣସି ଜୋରିମାନା ଆଦାୟ କରୁନାହାନ୍ତି। ତେବେ ବ୍ୟାଙ୍କ ଅଫ୍ ବରୋଦା ଏବଂ ୟୁନିୟନ ବ୍ୟାଙ୍କର ଭୂମିକା କ'ଣ ରହିଛି? ବ୍ୟାଙ୍କ ଅଫ୍ ବରୋଦାରେ ଗ୍ରାମାଞ୍ଚଳ ପାଇଁ ସର୍ବନିମ୍ନ ରାଶି 500 ଟଙ୍କା ଏବଂ ସହରାଞ୍ଚଳ କିମ୍ବା ମେଟ୍ରୋ ସିଟି ପାଇଁ 2000 ଟଙ୍କା ରହିଛି। ସେହିପରି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗ୍ରାମାଞ୍ଚଳରେ 100ରୁ 250 ଟଙ୍କା ଏବଂ ସହରାଞ୍ଚଳରେ 500ରୁ 1000 ଟଙ୍କା ରଖିବାକୁ ପଡ଼ିଥାଏ। ତେବେ ପ୍ରମୁଖ ଘରୋଇ ବ୍ୟାଙ୍କର ଭୂମିକା କ'ଣ ରହିଛି? ଘରୋଇ ବ୍ୟାଙ୍କଗୁଡ଼ିକରେ ଏହି ପରିମାଣ ଯଥେଷ୍ଟ ଅଧିକ। ଏଚ୍ଡିଏଫ୍ସିରେ ଗ୍ରାମାଞ୍ଚଳ ପାଇଁ 2500 ଟଙ୍କା ଏବଂ ସହରାଞ୍ଚଳ ପାଇଁ 10,000 ଟଙ୍କା ରହିଛି। ଆଇସିଆଇସିଆଇରେ ଗ୍ରାମାଞ୍ଚଳଙ୍କ ପାଇଁ 2500 ଟଙ୍କା ଏବଂ ସହରାଞ୍ଚଳରେ 15,000 ଟଙ୍କା ରଖିବା ବାଧ୍ୟତାମୂଳକ ଥିବାବେଳେ ଆକ୍ସିସ୍ ବ୍ୟାଙ୍କରେ ଗ୍ରାମାଞ୍ଚଳଙ୍କ ପାଇଁ 2,500 ଟଙ୍କା ଏବଂ ସହରାଞ୍ଚଳ ପାଇଁ 12,000 ଟଙ୍କାର ସର୍ବନିମ୍ନ ବାଲାନ୍ସ ନିୟମ ରହିଛି ବୋଲି ସୂଚନା ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।